ବେହେରା ଆପଣଙ୍କୁ ସ୍ୱାଗତ କରୁଛି। ସମ୍ବର୍ଦ୍ଧନା ସଭାରେ ସଭାପତି ରୂପରେ ବିଦ୍ୟାଳୟର ଉତ୍ତର ଭାବରେ କାର୍ଯ୍ୟକଳାପ କରାଯିବା ବର୍ତ୍ତମାନ ବିକାଶ ମଣ୍ଡଳୀ ସେ ଆସି ସଭାପତି ଆସନ ଗ୍ରହଣ କରେ। କେଉଁସରକୁ ଅନୁରୋଧ କଲି ସେ ଆସି ଆମର ମୁଖ୍ୟ ଅତିଥି ଉପସ୍ଥିତ ଥିବା ଗ୍ରାମର ମୋ ବଡ଼ ଭାଇ ଅନୁରୋଧ କଲି ସେ ଆସି ଆମର ମୁଖ୍ୟ ବକ୍ତା ସମାବେଶ ବିଦାୟ ଦେଇସାରିଛନ୍ତି। ସେ ଆପଣଙ୍କ ଘରେ ଅଛନ୍ତି। ମୁଁ ତାକୁ ଅନୁରୋଧ କରିବି ସେ ଆସି ତାଙ୍କ ଆସନ ଗ୍ରହଣ କରିବେ। ତାପରେ ଆମ ବଗୁଲା ଗ୍ରାମର ସଭାପତି ଭାଇ ଆମ ରମେଶ ଭାଇଙ୍କୁ ଅନୁରୋଧ କରିବି ସେ ଆସି ସମ୍ମାନୀୟ ଅତିଥି ସମ୍ମାନ କରିବେ। ଆମ କିଶୋର ପୋଷ୍ଟର ସେ ଆସିଛି ସାର୍ ଏବଂ ପ୍ରଶାସନକୁ ଅନୁରୋଧ କରିବି ସେ ଆସି ସମ୍ମାନୀୟ ଅତିଥି ବିଶ୍ୱବିଦ୍ୟାଳୟକୁ ସେ ଆସି ସମ୍ମାନୀୟ ଅତିଥି ପରିଚାଳନା କରିବା ପାଇଁ ସଭାପତି ସେବା ପରିଚାଳନା। ଜୟ ଜଗନ୍ନାଥ। ଧନ୍ୟବାଦ ବିଜୟ ସାର୍। ଏ ସଭା କାର୍ଯ୍ୟକୁ ଅତି ସୁନ୍ଦର ଭାବରେ ଆରମ୍ଭ କରିଥିବାରୁ ପ୍ରଥମେ ମୁଁ ତାଙ୍କୁ ସାଧୁବାଦ ଜ୍ଞାପନ କରୁଛି। ମଞ୍ଚାସୀନ ସମସ୍ତ ଅତିଥିବୃନ୍ଦ ତାଙ୍କୁ ପରିଚୟ ପ୍ରଦାନ କରିବା ପୂର୍ବରୁ ମୁଁ ସମସ୍ତ ମଞ୍ଚାସୀନ ଅତିଥିମାନଙ୍କୁ ଅନୁରୋଧ କରୁଛି ଯେ ପ୍ରଭୁ ଗଜାନନଙ୍କ ପାଖରେ ଦୀପ ପ୍ରଜ୍ୱଳନ ପୂର୍ବକ ଆଜିର ଏହି ବିଦାୟ ସମ୍ବର୍ଦ୍ଧନା ସଭାକୁ ଆରମ୍ଭ କରିବା ପାଇଁ। दीपं ज्योति परं ब्रह्म दीपं ज्योति जनार्दनम् दीपं ज्योति हरे पापं पूजा दीप नमस्तुते शुभं करोतु कल्याणम् आरोग्यं सुख संपदा द्वेष बुद्धि विनाशाय आत्मज्योति नमस्तुते आत्मज्योति प्रदीप्ताय गुरुज्योति नमस्तुते। ओम शांति शांति शांति। ଉପସ୍ଥିତ ଥିବା ସମସ୍ତ ଅତିଥିବୃନ୍ଦ ସମସ୍ତଙ୍କୁ ବିଦ୍ୟାଳୟ ତରଫରୁ ପ୍ରଥମେ ମୁଁ ସ୍ୱାଗତ ଜଣାଇବି ଏବଂ ଉପସ୍ଥିତ ଥିବା ଅତିଥିମାନଙ୍କର ମୁଁ ପରିଚୟ ପ୍ରଦାନ କରିବା ପାଇଁ ଯାଉଅଛି।
ମୋ ଡାହାଣରେ ସବୁଠାରୁ ଶେଷରେ ଯିଏ ଅଛନ୍ତି ଆମର କ୍ଲଷ୍ଟରର CRCC ମହୋଦୟ ଏବଂ ତାଙ୍କ ପାଖରେ ଯିଏ ଅଛନ୍ତି ଆମର ଗ୍ରାମର ବରିଷ୍ଠ ଆମର ସଭାପତି ମହୋଦୟ, ତାଙ୍କ ପାଖରେ ଆମର ପ୍ରିୟ ବେଣ ଭାଇ ଅଛନ୍ତି ଏବଂ ତାଙ୍କ ପାଖରେ ଆମର ନୂତନ ଭାବେ କାର୍ଯ୍ୟକ୍ରମ କରିଥିବା ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ଦେହୁରୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଗତକାଲି ଆମ କିଶୋରନଗରରେ ଜଏନ୍ କରିଛନ୍ତି ଏବଂ ତାପରେ ଯିଏ ଅଛନ୍ତି ଆମର ତ ପ୍ରିୟ ସମସ୍ତଙ୍କର ଅତି ନିଜର ଅତି ଆପଣାର ଯିଏକି ଆମର ଦିলীପ ସାର୍ ଏବଂ ମୋର ବାମରେ ଯିଏ ଅଛନ୍ତି ଆମର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଭୀଷ୍ମ ଦେହୁରୀ ମହୋଦୟ। ବର୍ତ୍ତମାନ ମୁଁ ପିଲାମାନଙ୍କୁ ଅନୁରୋଧ କରିବି ଯେ ଆଜିର ମୁଖ୍ୟ ଅତିଥି ଆସନରେ ଆମର ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯେ ଅଛନ୍ତି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଏବଂ ବ୍ୟାଚ୍ ଦେଇ ତାଙ୍କୁ ସମ୍ବର୍ଦ୍ଧନା କରିବେ। ବର୍ତ୍ତମାନ ପିଲାମାନଙ୍କୁ ମୁଁ ଅନୁରୋଧ କରିବି ଯେ ବର୍ତ୍ତମାନ ଆମର ମୁଖ୍ୟ ବକ୍ତା ଆସନରେ ଆମର ପ୍ରିୟ ବେଣୁ ଭାଇ ଯିଏ ଅଛନ୍ତି ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ବ୍ୟାଚ୍ ଦେଇ ପିଲାମାନେ ସମ୍ବର୍ଦ୍ଧନା କରିବେ। ସମ୍ମାନିତ ଅତିଥି ଆସନରେ ଆମର ବଡଗୁଲା ଗ୍ରାମର ସଭାପତି ମହୋଦୟ ରମେଶ ଭାଇ ଆମର ଉପସ୍ଥିତ ଅଛନ୍ତି, ତାଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଏବଂ ବ୍ୟାଚ୍ ଦେଇ ପିଲାମାନେ ସମାପ୍ତ କରିବେ। ତାଙ୍କ ପାଖରେ ଅଛନ୍ତି ଆମ କ୍ଲଷ୍ଟରର CRCC ମହୋଦୟ ଶ୍ରୀଯୁକ୍ତ ରଞ୍ଜନ କୁମାର ବିଶ୍ୱାଳ ମହୋଦୟ, ତାଙ୍କୁ ମଧ୍ୟ ପିଲାମାନେ ବ୍ୟାଚ୍ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରିବେ। ଓ ବାମ ପାଖରେ ଉପସ୍ଥିତ ଆମ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହୋଦୟ ଶ୍ରୀଯୁକ୍ତ ଭୀଷ୍ମ ଦେହୁରୀ, ତାଙ୍କୁ ବ୍ୟାଚ୍ ଏବଂ ଫୁଲ ଦେଇ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରିବେ। ସର୍ବୋପରି ସମସ୍ତଙ୍କର ପ୍ରିୟ ଅତି ଆପଣାର ଅତି ନିଜର ଖୁବ୍ କମ୍ ଦିନରେ ସମସ୍ତଙ୍କ ସହିତ ମିଶି ପାରୁଥିବା ଯାହା ପାଇଁ ଆଜି ଆମର ଆୟୋଜନ ଏହି ସମ୍ବର୍ଦ୍ଧନା ସଭାର ଯେ ମୁଖ୍ୟ ଆକର୍ଷଣ ଆମର ଅତି ପ୍ରିୟ ଦିলীପ କୁମାର ସାହୁ ମହୋଦୟ ସାର୍, ତାଙ୍କୁ ଫୁଲତୋଡ଼ା ଏବଂ ବ୍ୟାଚ୍ ଦେଇ ସମ୍ବର୍ଦ୍ଧନା କରିବେ ପିଲାମାନେ। ଆଜିର ସହକାର୍ଯ୍ୟ କରୁଥିବା ପ୍ରମୋସାରକୁ ସମ୍ବୋଧନ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରିବି ଏହି ସଭା କାର୍ଯ୍ୟକୁ ଅତି ସୁରୁଖୁରୁରେ ଆଗେଇ ନେବା ପାଇଁ ମଞ୍ଚାସୀନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ଆମର କିଶୋରନଗର ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟ, ମୁଖ୍ୟ ବକ୍ତା ଆସନରେ ଆମର ବେଣୁଧର ଦେହୁରୀ ମହୋଦୟ, ଗ୍ରାମର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପ୍ରଧାନ ମହୋଦୟ, କ୍ଲଷ୍ଟରର CRCC ଭାବେ ଉପସ୍ଥିତ ଥିବା ଶ୍ରୀଯୁକ୍ତ ରଞ୍ଜନ କୁମାର ବିଶ୍ୱାଳ ମହୋଦୟ, ବିଦ୍ୟାଳୟ ପରିଚାଳନା କମିଟିର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଭୀଷ୍ମ ଦେହୁରୀ ମହୋଦୟ ଏବଂ ଆମର ଅତି ପ୍ରିୟ ଅତି ଆପଣାର ଶ୍ରୀଯୁକ୍ତ ଦିলীପ କୁମାର ସାହୁ ମହୋଦୟ ଏବଂ ବଡଗୁଲା ଗ୍ରାମର ଉପସ୍ଥିତ ଥିବା ଶିକ୍ଷାବିଦଗଣ
এবং বিদ্যালয় পরিচালনা কমিটির সমস্ত সভ্য এবং সভ্যা এবং বিশেষ করে মোর প্রিয় অতি কুনি কুনি ପିଲାମାନେ ତେଣୁ ଆଜିର ଏଇ ଯୋଉ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଯୋଉ ଆୟୋଜନ କରାଯାଇଛି ଯେ ଇଏ ଗୋଟେ ହଉଛି ଖୁସିର କଥା, କିନ୍ତୁ ଅନ୍ତରରେ ଆମର ଦୁଃଖ ଅଛି, ଅନ୍ତରରେ ଆମର କୋହ ଅଛି ଯେ ଏଇ ଯୋଉ ଅବସରକାଳୀନ ସଭା ଆମେ ଏଥିପାଇଁ ଖୁସି ଯେ ଯାହା ହଉ ସାର୍ 30 ବର୍ଷ କାଳ ତାଙ୍କର ବହୁମୂଲ୍ୟ ସମୟକୁ ପିଲାମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ପରେ ଏହି ବିଦ୍ୟାଳୟରୁ ଆମ ପାଖରୁ ଯେହେତୁ ବିଦାୟ ନେଉଛନ୍ତି, ତେଣୁ ୟାଠୁ ଖୁସିର କଥା କିଛି ନୁହେଁ। କାହିଁକିନା ସାର୍ ଯେବେ ହେଲେ ମଧ୍ୟ ରିଟାୟାର୍ଡ କରିଥାନ୍ତେ, ଏଠି ହେଲେ ମଧ୍ୟ ଅନ୍ୟ ସ୍କୁଲରେ କରିଥାନ୍ତେ। 60 ବର୍ଷ ପିଲାମାନେ ଯେ ସମସ୍ତେ ଚାକିରି ଆରମ୍ଭ ହେଇଛି ମାନେ ଚାକିରି ଶେଷ ହବ, ଜନ୍ମ ହେଇଛି ମାନେ ମୃତ୍ୟୁ ନିଶ୍ଚିତ ଭାବରେ ଅଛି, ଯେକୌଣସି ଜିନିଷ ଆରମ୍ଭ ହେଇଛି ମାନେ ତାର ଶେଷ ନିଶ୍ଚିତ ଭାବରେ ଅଛି। ତେଣୁ ଚାକିରି ଶେଷ ଦିନ ନା ଦିନେ ହବ, କିନ୍ତୁ ଅନ୍ୟ ସ୍କୁଲରେ ଯଦି ସାର୍ ଅବସର ଗ୍ରହଣ କରିଥାନ୍ତେ ଅବଶ୍ୟ ଆମେ ଏଇ ସୁଯୋଗ ଆମେ ପାଇପାରିନଥାନ୍ତୁ, ଆମର ହାତ ଛଡା ହେଇଥାନ୍ତା। ତେଣୁ ସାର୍ଙ୍କୁ ଅତି ନିକଟରେ ଅତି ପାଖରେ ପାଇ ମୁଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପିଲାମାନେ, ଅଞ୍ଚଳବାସୀ ଏବଂ ଅତିଥିବୃନ୍ଦ ସମସ୍ତେ ଆମେ ବହୁତ ଖୁସି ଯେ ଯାହା ହଉ ଶେଷ ସମୟରେ ସାର୍ଙ୍କୁ ଆମେ ଅତି ଖୁସିର ସହିତ, ଅତି ସ୍ନେହର ସହିତ, ଅତି ନିଜର ସହିତ ଯେ ଆମେ ପାଖରୁ ଆମେ ତାକୁ ପାଇପାରିଛୁ। ତେଣୁ ୟାର କିଛି ଗୌରବର କଥା କିଛି ନାହିଁ। ଠିକ ଅଛି, ସାର୍ଙ୍କର ଯଦି ଗୁଣକୁ ବର୍ଣ୍ଣନା କରିବି ତ ଅଧିକା ହେଇଯିବ। ତେଣୁ ଯେହେତୁ ବର୍ତ୍ତମାନ ମୁଁ ସଭାପତି ଆସନରେ ଅଛି, ତେଣୁ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ବର୍ତ୍ତମାନ ଏଇ ଯୋଉ ଯାହା କିଛି ମୁଁ ଆଲୋଚନା କରି ତାକୁ ପରବର୍ତ୍ତୀ ସମୟରେ ମୁଁ କରିବି। ତେଣୁ ବର୍ତ୍ତମାନ ଆମର ସମ୍ମାନିତ ଅତିଥି ଭାବେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି ଯେ ଆମ ଗ୍ରାମର ସଭାପତି ମହୋଦୟ, ତାଙ୍କୁ ମୁଁ ଅନୁରୋଧ କରିବି ଯେ ଅଳ୍ପ ସମୟ ଭିତରେ ଯେ କିଛି ଉଦ୍ବୋଧନ ଦେବେ এই সভাপতি। নমস্কার। সম্মানীয় বড়গ্রামর স্কুল কমিটির স্যার এবং আমার আসিଥିବା অতিথি ଯେଉଁ ସାର୍ ଆସିଛନ୍ତି 3 ଦିନ ଆମେ ଜଏନ୍ କରି ଆଜି ଆମ ସ୍କୁଲରେ ପ୍ରବେଶ କରିଛନ୍ତି, ତାଙ୍କୁ ମଧ୍ୟ ଆମେ ବହୁତ ଖୁସି ଏବଂ ତାଙ୍କୁ ମୋ ତାଙ୍କୁ ସମ୍ମାନ ଏବଂ ଗ୍ରାମବାସୀମାନଙ୍କୁ ସମ୍ମାନ ଜଣାଉଛି। ତେଣୁକରି ମୁଁ ଆଜି କହିବାର ଉଦ୍ଦେଶ୍ୟ ଯାହା ସାର୍ ନୂତନ ଆସିଛନ୍ତି ଆମ ସ୍କୁଲ ଯାହା ହେଇଛି ସ୍କୁଲ ପାଇଁ କିଛି ମାନେ ସେ ସାହାଯ୍ୟ ଦେବେ ଏବଂ ସ୍କୁଲର ଯାହା କିଛି ସୁବିଧା ଅସୁବିଧାକୁ ସେ ଆଗେଇ ନେବା ପାଇଁ ଚେଷ୍ଟା କରିବେ। ଆଉ ବର୍ତ୍ତମାନ ଆମର ସମ୍ମାନିତ ଧନ୍ୟବାଦ ସାର୍ ଯେ ଯାହା ହଉ ତାଙ୍କର ବହୁମୂଲ୍ୟ ସମୟକୁ ନଷ୍ଟ କରି ଯେ ଆମ ଗହଣରେ ଉପସ୍ଥିତ ରହିପାରିଛନ୍ତି। ଯେ ଗ୍ରାମର ଆମର ସଭାପତି ମହୋଦୟ, ତାଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି ଏବଂ ପରବର୍ତ୍ତୀ ସମୟରେ ଆମ କ୍ଲଷ୍ଟରର ସିଆରସିସି ମହୋଦୟ ଯିଏକି ଆମର ସମ୍ମାନିତ ଅତିଥି ଆସନରେ ଅଛନ୍ତି, ତାଙ୍କୁ ଏଇ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ କିଛି ତାଙ୍କ ମୁଖରୁ ଶୁଣିବା ପାଇଁ ଆମେ ଚାହୁଁଛୁ। ତେଣୁ ସାର୍ ମୁଁ ଅନୁରୋଧ କରିବି ତାଙ୍କର ବକ୍ତବ୍ୟ ସେ ରଖିବେ। ମଞ୍ଚାସୀନ ଆମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମହିଳା ଶିକ୍ଷା ପରିଚାଳନା କମିଟିର ସଭାପତି ମହୋଦୟ ଏବଂ ମଞ୍ଚାସୀନ ଆମ ଏଇ ସ୍କୁଲର ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ପ୍ରମୋଦ ସାର୍ ଏବଂ ଆଜି ଯେଉଁ ସାର୍ଙ୍କ ପାଇଁ এই ଯେଉଁ ଉତ୍ସବ ପାଳନ କରାଯାଉଛି, ଆମର ଅତି ପ୍ରିୟ ସମ୍ମାନସ୍ଥର ଶିକ୍ଷକ ଶ୍ରୀଯୁକ୍ତ ଦେବୀ କୁମାର ସାହୁ ସାର୍ ଏବଂ
ଗତକାଲି ଆମ କିଶୋରନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗଦାନ କରିଥିବା ଏବିଓ ଆମର ରତନ ସାର୍ ଏବଂ ପଞ୍ଚାଶୀନ ଆମର ଏଣେଇ ଏବଂ ବରୁଲା ଗ୍ରାମର ଗ୍ରାମ ସଭାପତି ମହୋଦୟ ଏବଂ ଉପସ୍ଥିତ ଆମର ବରୁଲାର ଶିକ୍ଷାବିତ୍ ତା ସହିତ ଆମର ବରୁଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ମହୋଦୟ ଏବଂ ଆମର ବରୁଲା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ ଏବଂ ଆଦରର କୁନି ଛାତ୍ରଛାତ୍ରୀ ଆଜି ଆମର ଏଇ ଯେଉଁ ବିଦ୍ୟାଳୟକାଳୀନ ସମ୍ବର୍ଦ୍ଧନା ସଭା ପାଳନ କରୁଛନ୍ତି ଯାହାଙ୍କ ପାଇଁ ପାଳନ କରୁଛନ୍ତି ମୁଁ ଚାକିରି କରିବା ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ମୁଁ ଭଲ ଭାବରେ ଜାଣିଛି। ମୁଁ ଗୋବିନ୍ଦ ସ୍କୁଲରେ ଜଏନ୍ କରିବା ସମୟରେ ସାର୍ ମଧ୍ୟ ଆମର CRCC ଥିଲେ ଆଉ ସାର୍ ମଧ୍ୟ ଆମର ଏଇ କିଶୋରଗଞ୍ଜ କ୍ଲଷ୍ଟରରେ ପାଖାପାଖି 15 ବର୍ଷ ଆମର ଏଇ କ୍ଲଷ୍ଟରକୁ ସମ୍ଭାଳିଥିଲେ। ଏତିକି କଥା ତାଠାରୁ ମୁଁ ତାକୁ ଯେତିକି ଲକ୍ଷ୍ୟ କରିଛି ଆଉ ମିଶିଛି ସାର୍ଙ୍କ ସହିତ ବୋଧେ ଆମେ ତାଙ୍କର କୌଣସି ଭାଷାରେ ପରିପ୍ରକାଶ କରିହେବ ନାହିଁ। ଏକରେ ପଙ୍କ୍ଚୁଆଲିଟି କ୍ଷେତ୍ରରେ କୁହନ୍ତୁ ମୁଁ ଯେତେ ଥର ବି ଆସିଛି ଏ ସ୍କୁଲକୁ 9:30 ନିଶ୍ଚିତ ସାର୍ ମୁଁ ସେଇ ସ୍କୁଲ କ୍ୟାମ୍ପସରେ ଦେଖିଛି। ଆଉ ଆମ ଭିତରେ ଯେଉଁ ଆମ କ୍ଲଷ୍ଟର ଅଭିଜ୍ଞ ଶିକ୍ଷକ ମାନଙ୍କ ଭିତରୁ ସାର୍ ଜଣେ ଆମେ ଆଜି ଆମ କ୍ଲଷ୍ଟର ତରଫରୁ ସାର୍ଙ୍କୁ ଧରିବାକୁ ଚାହୁଁଛୁ। ଆମର ବରିଷ୍ଠ ଶିକ୍ଷକ ଆଉ ସାର୍ଙ୍କର ଉନ୍ନତ ଯଦି ବର୍ଣ୍ଣନା କରିବା ବହୁତ ସମୟ ଲାଗିବ। ଏତିକି ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ସାର୍ଙ୍କର ପରବର୍ତ୍ତୀ ସମୟ ତାଙ୍କର ପଥ ସ୍ମୃତି ହେଉ ଜୀବନ ସୁଖମୟ ହେଉ ଏତିକି ଶେଷ କରୁଛି। ଅତି ସୁନ୍ଦର ଭାବରେ ସାର୍ଙ୍କର ଗୁଣ ବର୍ଣ୍ଣନା କରିଗଲେ ଯେ ଆମର ଯେ ଥିଲେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ମହୋଦୟଙ୍କର। ବର୍ତ୍ତମାନ ମୋ ଆଗରେ ଉପସ୍ଥିତ ଥିବା ଯେ ଶିକ୍ଷାବିତ୍ ମାନଙ୍କ ମଧ୍ୟରୁ ଯେ କିଛି ଜଣଙ୍କୁ ମୁଁ ଅନୁରୋଧ କରିବି ଯଦି ସାର୍ଙ୍କ ବିଷୟରେ କିଛି ଧନ୍ୟବାଦ ସାର୍। ଆଉ ମୋତେ ଆଜି ଏହି ସରକାରୀ ଉପ୍ରା ବିଦ୍ୟାଳୟର ବଡ଼ଗୁଲାର ପ୍ରଧାନ ଶିକ୍ଷକର ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଦୀପକ ପାଇବାର ସୁଯୋଗ ଦେଇଥିବାରୁ ନିଶ୍ଚିତ ଭାବରେ ନିଜକୁ ଧନ୍ୟ ମନେ କରୁଛି। ଯାହା ହଉ ଆଜି 2/3/2025 ବୁଧବାର 2/7/2025 ବୁଧବାର ନିଶ୍ଚିତ ଭାବରେ ଏକ ପବିତ୍ର ଦିନ। କାହିଁକି ନା ଏ ପବିତ୍ର ଦିନ ହେଉଛି ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଠାରୁ ନୌବାହୁଡ଼ା ପର୍ଯ୍ୟନ୍ତ ଚାଲିଛି। ତେଣୁ ନିଶ୍ଚିତ ଭାବରେ ଏ ଦିନଟି ପବିତ୍ର ଦିନ। କାରଣ ଏହିଭଳି ଏକ ପବିତ୍ର ଦିନରେ ଆମ ବଡ଼ଗୁଲା ସରକାରୀ ଉପ୍ରା ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ମହୋଦୟ ଜଣେ ବିଦାୟ ନେଉଛନ୍ତି। ନିଶ୍ଚିତ ଭାବରେ ଖୁସି କଥା ଏବଂ ନିଶ୍ଚିତ ଭାବରେ ଦୁଃଖର ବିଷୟ ମଧ୍ୟ। ତେଣୁ ମୁଁ ପ୍ରଥମେ ଆଜିର ଏହି ସଭାରେ ଉପସ୍ଥିତ ଥିବା ଆଜିର ସଭାପତି ମହୋଦୟ ଏବଂ ମଞ୍ଚରେ ମଞ୍ଚାସୀନ ମୁଖ୍ୟ ଅତିଥି ହିସାବରେ ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ ଶିକ୍ଷା ଅଧିକାରୀ ଏବଂ ମୁଖ୍ୟ ବକ୍ତା ସମ୍ମାନୀୟ ଅତିଥି ଏବଂ
এই শিক্ষা অনুষ্ঠানର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଏବଂ ବଡ଼ବଡ଼ାକୁ ଆସିଥିବା ସମସ୍ତ ଅଭିଭାବକ ଗୁରୁଜନ ମଣ୍ଡଳୀ ମା ମାନେ ସର୍ବୋପରି ଏ ବଡ଼ବୁଲା ସ୍କୁଲର କୁନି କୁନି ଯୋଉ କଢ଼ିମାନେ ଆଗାମୀ ଭବିଷ୍ୟତର ନାଗରିକ ସମସ୍ତଙ୍କୁ ନିଶ୍ଚିତ ଭାବରେ ମୋର ଆନ୍ତରିକ ଶୁଭେଚ୍ଛା ଏବଂ ଶୁଭକାମନା ଏବଂ ନମସ୍କାର। ଯାହା ହଉ ଆଜିର ଏଇ ଯୋଉ ବିଦାୟକାଳୀନ ସଭା ନିଶ୍ଚିତ ଭାବରେ ଦୁଃଖଦ କଥା, ମୁଁ ତ ସ୍କୁଲରେ ବେଶୀ ଦିନ ମିଶି ନାହିଁ, ତଥାପି ଏ ଯୋଉ 2 ବର୍ଷ ସାର୍ ଆସିବା ଭିତରେ ଯାହାକୁ ଅନୁଭବ କରୁଛୁ ଯେ ସ୍କୁଲର ପରିବେଶ ଏବଂ ଚାରି କାନ୍ଥ ବେଢ଼ା ସୁରକ୍ଷା ଏବଂ ତାର କିଛି ସ୍ୱଚ୍ଛ ଭାରତ ହିସାବରେ ସେ ନିଶ୍ଚିତ ଭାବରେ ପରିବେଶକୁ ସୁଦୃଢ଼ କରିଛନ୍ତି। ନିଶ୍ଚିତ ଭାବରେ ଜଣେ ଆଦର୍ଶ ଶିକ୍ଷକ ଆମେ ସେଟା କହିବା ନିଶ୍ଚିତ ଭାବରେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ତାଙ୍କ ମାଧ୍ୟମରେ ଯାହା ବି ଆଜି ଉନ୍ନତି ହୋଇଛି ନିଶ୍ଚିତ ଭାବରେ ହେଇଛି, ଆମେ ଯାହା ବି ଅନୁଭବ କରୁଛୁ। ତେଣୁ ଆମେ ତାଙ୍କ ବିଷୟରେ ଯେତିକି ବି ଜାଣିଛୁ ସେତିକି ଜାଣିଛୁ, କିନ୍ତୁ ମୁଁ ଏତିକି କହିବି ଯେ ଆଜିର ଯୋଉ ଗୁରୁ ଏବଂ ଛାତ୍ର, ଗୁରୁ ଏବଂ ଶିକ୍ଷକ, ଏ ଯୋଉ ଗୁରୁର ଶବ୍ଦ ବହୁତ ମହାନ। କାରଣ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଗୁରୁ ହେଉଛନ୍ତି ଭଗବାନଙ୍କର ଉର୍ଦ୍ଧ୍ୱରେ ନିଶ୍ଚିତ ଭାବରେ। କାରଣ ଗୁରୁଙ୍କର ପ୍ରେରଣା ଯିଏ ବି ପାଇଛି ବା ଗୁରୁଙ୍କର ଜ୍ଞାନକୁ ଯିଏ ଗୁରୁ ଜ୍ଞାନ କରିଛି ତାର ନିଶ୍ଚିତ ଭାବରେ ଉନ୍ନତି ହେଇଛି। ତେଣୁ ମୁଁ ବେଶୀ ସମୟ ନେବି ନାହିଁ, ମାତ୍ର 1 ମିନିଟରେ ଗୋଟେ ଛୋଟ କଥା ଏଇ ଛୋଟ ଛୋଟ କଢ଼ିମାନଙ୍କୁ କହିବା ପାଇଁ ଚାହୁଁଛି ଯେ ଗୁରୁ ନିଶ୍ଚିତ ଭାବରେ ଶ୍ରେଷ୍ଠ ଏବଂ ଗୁରୁଙ୍କର ବାକ୍ୟ ନିଶ୍ଚିତ ଭାବରେ ଅମୂଲ୍ୟ। ଯଦି କାରଣ ଗୁରୁ ବିଷୟରେ ମୁଁ ଗୋଟେ କହୁଛି ଯେ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ଦିନେ ଯୋଉଟାକି ଗଙ୍ଗା କୂଳରେ ସେ ଭ୍ରମଣ କରୁଥିଲେ ଏବଂ ସେ ଗଙ୍ଗା କୂଳର ଆର ତଟରେ ଗୋଟେ ବାଳକ ବିଚରଣ କରୁଥିଲା ବା ବୁଲୁଥିଲା, କିନ୍ତୁ ଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କୁ ଗଙ୍ଗା ନଦୀର ଏପଟେ ଥାଇ ତାଙ୍କୁ ହାତ ଧରି ଡାକୁଥିଲେ ଯେ ଆରେ ବାବୁ ତୁ ଶୁଣ। ସେ ପିଲା କହୁଛି ଯେ ଗୁରୁ ଆଜି ଗୁରୁ ଶଙ୍କରାଚାର୍ଯ୍ୟ ମତେ କଣ ପାଇଁ ଡାକୁଛନ୍ତି, ଆଉ ମୁଁ ନଦୀର ଏପଟରେ ଅଛି, ମୁଁ ସେପଟକୁ କେମିତି ଯିବି? ସେ ନିଶ୍ଚିତ ଭାବରେ ସନ୍ଦେହରେ ପଡିଗଲା ଏବଂ ମନେ ମନେ ଚିନ୍ତା କଲା ଯେ ଗୁରୁ ଶଙ୍କରାଚାର୍ଯ୍ୟ ଯେହେତୁ ମତେ ଡାକୁଛନ୍ତି ନିଶ୍ଚିତ ଭାବରେ ମୁଁ ତାଙ୍କର ଶିଷ୍ୟତ୍ୱ ହେଇପାରିଛି, ତେଣୁ ମୁଁ ନିଶ୍ଚିତ ଭାବରେ ତାଙ୍କ ପାଖରେ ପହଞ୍ଚିବି। କିନ୍ତୁ କେମିତି ଯିବି? ଯେ ସମୁଦ୍ର ପାର ହେଇନା କେମିତି ଯିବି? ସମୁଦ୍ରକୁ ଲମ୍ବ ଦେଲେ ତ ମୁଁ ମରିଯିବି। କିନ୍ତୁ ମନରେ ସେ ଚିନ୍ତା କରୁଛି ଯେହେତୁ ଗୁରୁ ଡାକୁଛନ୍ତି ମୁଁ ପାଣିରେ ଯିବି, ମୁଁ ମରିଯାଏ କିମ୍ବା ମତେ କୁମ୍ଭୀର ଖାଇଯାଉ ବା ଯାହା ବି ହେଇଯାଉ, ଆଜି ତ ଅଛି କାଲିକି ମରିବି, ତେଣୁ ଗୁରୁ ଡାକୁଛନ୍ତି ମାନେ ମୁଁ ନିଶ୍ଚିତ ଯିବି। ତେଣୁ ଏଇଭଳି ମନରେ ସେ ପିଲା ସଂକଳ୍ପ କରି ସେ ଯେତେବେଳେ ନଦୀକୁ ଡେଇଁଛି, ଯେହେତୁ ଗୁରୁଙ୍କର ଆଶୀର୍ବାଦ ଥିଲା, ତେଣୁ ସେ ପିଲା ନଦୀକି ଡେଇଁଲା ପରେ ସେ ଯେତେ ଭୁମଡ଼ା ଉଠେଇଛି ସେତେ ପଦ ଫୁଟି ଫୁଟି ଯାଇଛି, ସେ ପଦରେ ସେ ପିଲା ଆରପଟି ପାର ହେଇଛି। ତେଣୁ ନିଶ୍ଚିତ ଭାବରେ ସବୁ ପିଲାମାନେ ଯଦି ଗୁରୁଙ୍କର କଥାକୁ ଜ୍ଞାନ କରି ଗୁରୁଙ୍କ କଥାକୁ ମାନିବେ ନିଶ୍ଚିତ ଭାବରେ ସେମାନଙ୍କର ଭବିଷ୍ୟତ ଉଜ୍ଜଳମୟ ହେବ। ଏଥିରେ ବହୁତ ସୁନ୍ଦର ଭାବରେ ଗୁରୁଙ୍କର କାହାଣୀକୁ ସୁଦାମାଇ ବର୍ଣ୍ଣନା କଲେ। ସମସ୍ତେ ମଧ୍ୟ ଆମେ ହୃଦୟଙ୍ଗମ କଲେ ଯେ ପ୍ରକୃତରେ ଗୁରୁ ହିଁ ଶ୍ରେଷ୍ଠ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ଏହି କହିବାର ତାତ୍ପର୍ଯ୍ୟ ସମସ୍ତଙ୍କୁ ଭାବେ ଜଣେ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଆମର ମୁଖ୍ୟ ବକ୍ତା ଆସନରେ ଆମର ବଡ଼ ଭାଇ ଶ୍ରୀଯୁକ୍ତ ବେଣୁଧର ଦେହୁର ମହୋଦୟ ବର୍ତ୍ତମାନ ଏହି ସଭାକୁ ନେଇ ତାଙ୍କ ମୁଖରୁ କିଛି ଜୟ ଜଗନ୍ନାଥ। ଆଜିର ଏହି ପବିତ୍ର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ 85 ମୁଖ୍ୟ ଅତିଥି ମହାଶୟ, ସ୍କୁଲର
ସଭାପତି ମହୋଦୟ ତତ୍ସହିତ ଆମର ବିଦାୟୀ ପ୍ରଧାନ ଶିକ୍ଷକ ଯିଏକି ଆମର ଆଜି ସଭାର ମୁଖ୍ୟ ଆକର୍ଷଣ ଯାହାଙ୍କ ପାଇଁ ଆଜି ଆମେ ଏଠି ସମସ୍ତେ ଆନନ୍ଦ ସହିତ ମର୍ମାହତ କିଛି ଦୁଃଖିତ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ମହୋଦୟ ବଡ଼ହୁଲା ସରକାରୀ ଉପ୍ରା ବିଦ୍ୟାଳୟର ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ମୋର ଆଦରଣୀୟ ପ୍ରିୟ ସାନ ଭାଇ ପ୍ରମୋଦ କୁମାର ପ୍ରଧାନ ମହାଶୟ, ଗ୍ରାମର ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପ୍ରଧାନ ମହୋଦୟ ଏବଂ କ୍ଲଷ୍ଟର ସିଆରସିସି ଆମର ଶ୍ରୀଯୁକ୍ତ ରଞ୍ଜନ କୁମାର ବିଶ୍ୱାଳ ମହୋଦୟ, ମଞ୍ଚ ସାମ୍ନାରେ ଉପସ୍ଥିତ ଥିବା ଗ୍ରାମର ବରିଷ୍ଠ କର୍ମକର୍ତ୍ତା, ଶିକ୍ଷାବିତ ଏବଂ ସ୍କୁଲର ବିଭିନ୍ନ କମିଟିରୁ ଉପସ୍ଥିତ ଥିବା ସଦସ୍ୟଗଣ ତତ୍ସହିତ ବଡ଼ହୁଲା ଉପ୍ରା ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଆଦରଣୀୟ ଆମ ସ୍କୁଲର ଛୋଟ ଛୋଟ ଆମ ଦେଶର ଭବିଷ୍ୟତ ଯାହାକୁ କୁହାଯାଉଛି କୁନି କୁନି ଛାତ୍ରଛାତ୍ରୀଗଣ ସମସ୍ତଙ୍କୁ ମୋ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା ଏବଂ ତଥାମାନ୍ୟ ନମସ୍କାର। ଯାହା ହଉ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ନିଶ୍ଚିତ ଭାବରେ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି, ଯାହାକି ମୋତେ ମୁଖ୍ୟ ବକ୍ତା ହିସାବରେ ଆସନ ଅନୁମୁକ୍ତ କରିଥିବାରୁ ମୁଁ ଉପ୍ରା ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାମାନଙ୍କୁ ମୋ ତରଫରୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଯେ ମୋତେ ଅଚାନକ ଭାବରେ ଏକ ଉଚ୍ଚ ପଦରେ ଅଭିଷିକ୍ତ କରିଥିଲା। ତେଣୁ ନିଶ୍ଚିତ ଭାବରେ ଯୋଉଟାକି ଆମର ପୂର୍ବ ବକ୍ତା ଆମର ଗ୍ରାମର ଉଦ୍ୟୋଗୀ ଯୁବକ ଉତ୍ସାହୀ ଶିକ୍ଷାବିତ ଯୁବକ ଯିଏକି ସୁଦାନ୍ତର ପ୍ରଧାନ ମହୋଦୟ କହୁଥିଲେ ଆମର ନିଶ୍ଚିତ ଭାବରେ ଏହି ପିଲାଙ୍କ ପାଇଁ ସେ କିଛି ଶିକ୍ଷଣ ମତେ ଦେଇଥିଲେ ଯୋଉଟାକି ତାକୁ ନିଶ୍ଚିତ ଭାବରେ ଆପଣମାନେ ପିଲାମାନେ ମାନିବା ଉଚିତ। ଆଜିର ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ନିଶ୍ଚିତ ଭାବରେ ଆମେ ଯୋଉ ମହାତ୍ମାକୁ ଆଜି ବିଦାୟ ଦେବାକୁ ଯାଉଛନ୍ତି, ନିଶ୍ଚିତ ଭାବରେ ସେ ବହୁ ଅଳ୍ପ ଦିନ ପାଇଁ ଆମ ବିଦ୍ୟାଳୟରେ ଅବସ୍ଥାପିତ ଥିଲେ। ସେଇ ସ୍ୱଳ୍ପ ସମୟ ମଧ୍ୟରେ ମଧ୍ୟ ନିଶ୍ଚିତ ଭାବରେ ଆମେ ସ୍ୱଳ୍ପ ସମୟ ମଧ୍ୟ ହଉ ସୁଦ୍ଧା କିନ୍ତୁ ସ୍ୱଳ୍ପ ସମୟରେ ଅଧିକ କାମ କରିକି ଦେଇଥିବାର ନଜିର ଅଛି, ଯୋଉଟାକି ଆମେ ଉପଲବ୍ଧି କରୁଛୁ। ଯୋଉଟାକି ଆମର ବିଦ୍ୟାଳୟର ପାରିପାର୍ଶ୍ୱିକ ପରିସ୍ଥିତି, ପାରିପାର୍ଶ୍ୱିକ ଆମର ଯୋଉଟାକି ସ୍ୱଚ୍ଛ ଭାରତକୁ ବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହଉ, ଶିକ୍ଷକମାନଙ୍କ ଭିତରେ ଯୋଉ ପ୍ରକାର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିବା କଥା ଏବଂ ଶିକ୍ଷକ ଛାତ୍ର ମଧ୍ୟରେ ଯୋଉ ପ୍ରକାର ସୁସମ୍ପର୍କ ସ୍ଥାପନ ହେବା କଥା ସେଇଟା ସେ ନିଶ୍ଚିତ ଭାବରେ ଶିଖାଇ ଦେଇଛନ୍ତି, ଏଥିରେ ବିରୋଧ ନାହିଁ। ନିଶ୍ଚିତ ଭାବରେ ଯୋଉଟାକି ଗୁରୁ କହୁଥିଲେ ଆମର ପୂର୍ବତନ ବକ୍ତା କହୁଥିଲେ ଯେ ଗୁରୁର ପିଲାମାନେ ଟିକେ ଶାନ୍ତି ବଜାୟ ରଖ। ପିଲାମାନେ ଗୁରୁମାନେ ନିଶ୍ଚିତ ଭାବରେ ତାଙ୍କର ଆସନ ହଉଛି ସବୁଠୁ ଉଚ୍ଚରେ, ତାକୁ ଆମେ ଧ୍ୟାନ ଦେବା ଉଚିତ। କାରଣ ଆମର ଗୁରୁ
କାହିଁକି ସର୍ବୋପରି ନା ଗୁରୁ ଆମକୁ ଯୋଉଟାକି ଆମର ସ୍ୱର୍ଗ ଅଛି ସମସ୍ତେ ଜାଣିଥିବା ନିଶ୍ଚିତ ଭାବରେ ଗୁରୁ ବନ୍ଦନା କରୁଥିବା କିମ୍ବା ଆମର ଗୁରୁ ଦିବସରେ ଆମେ ତାକୁ ଆଲୋଚନା କରିଥିବା ଯେ ଅଜ୍ଞାନ ପିଢ଼ିରାନ୍ଧସ ଜ୍ଞାନଜନ ସହାୟତା ଚକ୍ଷୁର ନିରିତମ ଦସ୍ମେ ଶ୍ରୀ ଗୁରବେ ନମଃ ଯୋଉଟାକି ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଅଞ୍ଚଳ ଲଗାଇ ଯିଏ ଆମକୁ ଅନ୍ଧାରରୁ ଆଲୋକ ଆଣେ ସେ ହିଁ ଗୁରୁ। ତେଣୁ ନିଶ୍ଚିତ ଭାବରେ ଗୁରୁଙ୍କର ବାକ୍ୟ ଗୁରୁଙ୍କର କଥାକୁ ଆମେ ନିଶ୍ଚିତ ଭାବରେ ସମସ୍ତେ ଯଦି ମାନିବା ତାଙ୍କ ପଥ ତାଙ୍କର କଥାକୁ ଆମେ ଅନୁସରଣ କରିବା ଅନୁକରଣ କରିବା ତାହା ନିଶ୍ଚିତ ଭାବରେ ଆମେ ଦିନେ ନା ଦିନେ ଉଚ୍ଚ ପଦପଦବୀରେ ବା ଆମେ ନିଶ୍ଚିତ ମହାନ ହେଇଯାଇପାରିବା। ଯାହା ହଉ ଆମର ଆଜିର ଏଇ ଯୋଉ ସଭା ଅନୁଷ୍ଠିତ ହେଉଛି ନିଶ୍ଚିତ ଭାବରେ ଏକ ଦୁଃଖ ଲାଗୁଛି ଯେ ଆମେ ଶେଷ ସମୟରେ ଅତି ଭଲ ଜଣେ ଘରର ଯୋଉଟାକି ଆମର କହନ୍ତି ମୁରବୀକୁ ଆମେ ନିଶ୍ଚିତ ଭାବରେ ବିଦାୟ ଦେଉଛୁ। ଯଦି ସେ ଅଳ୍ପ ଦିନ ମଧ୍ୟରେ ଆମର ଯେତିକି ଆମେ ତାଙ୍କ ସଂସ୍ପର୍ଶରେ ଆସିଛୁ ଯେତିକି ତାଙ୍କର ଆମେ ଜ୍ଞାନ ଆହରଣ କରିଛୁ ସ୍କୁଲ ସମ୍ବନ୍ଧରେ ଯେତିକି ଆଲୋଚନା କରିଛୁ ନିଶ୍ଚିତ ଭାବରେ ପ୍ରଶଂସନୀୟ। ଯଦି ସେ ବହୁ ଆଗରୁ ଆସିଛନ୍ତି ନିଶ୍ଚିତ ଭାବରେ ସ୍କୁଲର ନିଶ୍ଚିତ ଭାବରେ ଆଉ ଟିକେ ଉନ୍ନତି ହେଇପାରିଥାନ୍ତା ବୋଲି ଆମେ ଆଶା କରୁଛୁ। ଏବଂ ନିଶ୍ଚିତ ଭାବରେ ମୁଁ ଏଠି ଯେହେତୁ ଆମର ଗ୍ରାମ ତରଫରୁ ଗୋଟେ ସଭାପତି ଆମର ଟିକେ ଆଲୋଚନା କରିଥିଲେ ମୁଁ ଏଠି କହିବାକୁ ଯେହେତୁ ଗ୍ରାମବାସୀ ହିସାବରେ ଉଚିତ ମନୁଛି ଆମର ମୁଖ୍ୟ ଅତିଥି ମହୋଦୟକୁ ମୋ ତରଫରୁ ମଧ୍ୟ ଟିକେ ଅନୁରୋଧ କରିବି ଯେହେତୁ ସୁଯୋଗ ମିଳିଛି କହିବାର ତେଣୁ ନୂତନ ଭାବରେ ଯୋଗଦାନ କରିଥିବା ଆମର ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟଙ୍କୁ ଅନୁରୋଧ କରିବି ସେ ଆମର ପାରୁ ପର୍ଯ୍ୟନ୍ତ ଆମର ସ୍କୁଲର ଉନ୍ନତି ପାଇକି ସ୍କୁଲର ପାରିପାର୍ଶ୍ୱିକ ଅବସ୍ଥାକୁ ଅନୁଧ୍ୟାନ କରି ଚତୁଃପାର୍ଶ୍ୱ ଭ୍ରମଣ କରି ସ୍କୁଲର ଅବସ୍ଥିତିକୁ ଅନୁଧ୍ୟାନ କରି ନିଶ୍ଚିତ ଭାବରେ ଭବିଷ୍ୟତରେ ତାଙ୍କର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ନିଶ୍ଚିତ ଭାବେ ଏଇଟା ଆମର ସମସ୍ତଙ୍କ ତରଫରୁ ବିଦ୍ୟାଳୟ ତରଫରୁ ଆମର ଅନୁରୋଧ। ତେଣୁ ଆଉ ଯେହେତୁ ତ ସମୟ ଆମ 1:30 ହେଇଗଲାଣି ପାଖାପାଖି ତେଣୁ ବେଶୀ ସମୟ ନ ନେଇ ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ନମସ୍କାର, ଜୟ ଜଗନ୍ନାଥ। ଧନ୍ୟବାଦ ମୁଖ୍ୟ ବକ୍ତା ମହୋଦୟ ଅତି ସୁନ୍ଦର ଭାବରେ ସେ ତାଙ୍କର ଅଭିଭାଷଣ ଆପଣଙ୍କ ସମ୍ମୁଖରେ ରଖିଥିଲେ ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଅନୁରୋଧ କଲେ ଯେ ବିଦ୍ୟାଳୟର ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖି ନିଶ୍ଚିତ ଭାବରେ ପରବର୍ତ୍ତୀ ସମୟରେ ସ୍କୁଲ ପାଇଁ କିଛି କରିବେ ଯାହାଦ୍ୱାରା ଗ୍ରାମବାସୀ ମଧ୍ୟ ସେଥିରେ ଖୁସି ହେଇପାରିବେ ଏବଂ ଯେଉଁ ଆଶା ଅଛି ସେଇ ଆଶା ନିଶ୍ଚିତ ଭାବରେ ସାର୍ ରଖିବେ। ବର୍ତ୍ତମାନ ଆମର ମୁଖ୍ୟ ଅତିଥି ଆସନରେ ଅଛନ୍ତି ଆମର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ଦେହୁରୀ ମହୋଦୟ। ତାଙ୍କୁ ମୁଁ ଅନୁରୋଧ କରିବି ଯେ ଯେହେତୁ ସେ କାଲି ଜଏନ୍ କରିଛନ୍ତି ଏବଂ ପ୍ରଥମ କରି ଆମ ସ୍କୁଲକୁ ଆସିଛନ୍ତି ଯେ ଅତିଥି ହିସାବରେ କେବଳ ଅତିଥି ନୁହଁ ମୁଖ୍ୟ ଅତିଥି ହିସାବରେ ଆସିଛନ୍ତି ତେଣୁ ୟାଠାରୁ ସୌଭାଗ୍ୟର ବିଷୟ ନିଶ୍ଚିତ ଭାବରେ କିଛି ନାହିଁ। ତେଣୁ ସାର୍ଙ୍କୁ ଆମେ ପାଖରେ ପାଇ ନିଶ୍ଚିତ ଭାବରେ ଆମେ ବହୁତ ଖୁସି। ତେଣୁ ସାର୍ଙ୍କୁ ମୁଁ ଅନୁରୋଧ କରିବି ଯେ ସାର୍ ଯାହା କିଛି ଦେଖି ତ ନାହାନ୍ତି ସ୍କୁଲର କିଛି ତଥାପି ଯେତିକି ସେ ଅନୁଭବ କରୁଛନ୍ତି ଯେ ତାଙ୍କର ମୁଖରୁ ଆମେ ଜାଣିବା ଏବଂ ଏଇ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଯେ ସାର୍ଙ୍କ ସହିତ ଆଗରୁ ତାଙ୍କର ପରିଚୟ ମଧ୍ୟ ଅଛି ତେଣୁ କିଛି ଅବସରକାଳୀନ ସମ୍ବର୍ଦ୍ଧନା ସଭାର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ମହୋଦୟ ଆଜି এই ଅବସର କାଳୀନ ସମ୍ବର୍ଦ୍ଧନା ସଭା ଯାହା ପାଇଁ ଟିକେ ଆୟୋଜନ କରାଯାଇଛି ହେଉଛନ୍ତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ମହୋଦୟ। ଆଜିର
मुख्य वक्ता धनुबाबू मंचासन समस्त सम्मानित अतिथि महोदय सम्मुखें शिक्षा प्रेमी शिक्षाविद शिक्षा को भल पाउवा समस्त अतिथिगण एवं ये विद्यालय परिचालना कमिटी समस्त सभ्य सभ्यगण उक्त विद्यालय शिक्षक शिक्षार्थी एवं मोर सम्मुखें बसिथिबा आदरर छात्र छात्री आमर जोटा जन्म होगा मात्र मृत्यु सुनिश्चित ठीक से भाया सरकारी चाकरी में प्रवेश करने अर्थ दिने आम अवसर यहाँ हूँ ठीक 60 वर्ष सरकार बर्तमान पूर्व 58 वर्ष 60 वर्ष कर 60 वर्ष जो दिन पूर्ण हम से दिन जड़े सरकारी कर्मचारी अवसर ग्रहण कर जोटा 30/6/2025 आमर बंधु मोर बंधु आगुरी आम बहुत चिन्ह परिचित बहुत समय आम विभिन्न प्रकार कार्यक्रम एकाठी जोग देचु से बहुत मेलापी बहुत निष्ठावासी एवं कर्मठ जेकोसी गोटे दायित्व जदि दि जाए से निश्चित भाव से कार्य से पूरा कर संघ जिते टीचर्स एसोसिएशन पिला से दिल्ली बाबू जड़े सक्रिय कर्मी ये समय पूर्व जी थे सेक्रेटरी से आम काका लगे सुधांशु देवरी से जिते जहाँ किसी जो कमटा किसी जदि टे उलम विलम से दिल्ली बाबू सहित कंटाक्ट कर कमटा एमती केमती दिल्ली बाबू परामर्श देवे मुझे पाखे मोर कका घर गोटे आम टे घर रोलु सब से समय अनुभव कर किशोर टीचर्स एसोसिएशन से बहुत सुदृढ़ था जिते जहाँ चाहूले ठीक भाव में कार्य निर्वहन जहाँ हो 30/6/2025 मसीह दिल्ली बाबू अवसर ग्रहण कर समय एवं आज उद्देश्य आपण मैंने एक सभा आयोजन कर जो सभा अति उच्च कोटीर आज आसला बेले आम डीओ मत भाई आज तो जॉइन कर मो आगुरी मत व्यक्तिगत भाव में प्रमोद बाबू इनवाइट किंतु मोर योगदान 1 तारीख 2 तारीख तो भल भाव तेणु जब सुविधा होगा वो जीवी आगे प्रमोद बाबू को दिल्ली बाबू तर आपण विषय बहुत किसी कहले जहाँ किसी उन्नति समय जी जब से आउ किसी वर्ष पूर्व आसी आहरी भी उन्नति हो पारि था तेणु जिते जहाँ किसी हेबार थी से विधिर विधान कहीं दिल्ली बाबू जिते आम प्रमोशन पाइलु 20 मसीह से सब पोस्ट नहीं सारा गोटे पोस्ट पड़ा आम किशोर ब्लॉक से मो भाग्य पड़ा जो एमटी स्कूल से शेष है किशोर ब्लॉक पोस्ट ना दिल्ली बाबू शेरीपदा ब्लॉक जेरेंग पाखे स्कूल लक्ष्मीधरम से स्कूल में गले किसी दिन से समय कोरोना चलता किसी दिन रहा पुणी बड़ स्कूल को आसिले
এটা হচ্ছে বিধির বিধান। ঠিক সেভাবে ମୁଁ ଯେତେବେଳେ ଆମର କୋଉ ପ୍ରମୋସନ ହେଲା ସେ ଏଭିଓ ପୋଷ୍ଟ ବିଡ଼ିଓ ବାବୁଙ୍କର ବି ହେଇଥିଲା। ସେ ଗୋଟେ ଜିଲ୍ଲାକୁ ଆମେ ପଢିଥିଲୁ ସମ୍ବଲପୁର ଜିଲ୍ଲା। ଏଇଟା ହଉଛି ବ୍ରାହ୍ମଣ। କିନ୍ତୁ ବିଡ଼ିଓ ବାବୁ ସେମାନେ ଯାହାର ମଧ୍ୟ ଆମ ପକ୍ଷେ ଅଧିକ ସାରା ଯୋଉଟା କି ବାମରାକୁ ସେ ଆଉ କରେନି। କିନ୍ତୁ ମୁଁ ପଳେଇଗଲି କୋଚିଙ୍ଗା। এটা 1 ବର୍ଷ 8 ମାସ 20 ମାସ ସେଇଠି ମୁଁ କାମ କଲା ପରେ ଗତକାଲି ଆସିକରି ଏଇଠି ଦାନ କରିଛି। ଗତକାଲି ସନ୍ଧ୍ୟା ସମୟ ପିଓ ଅଫିସରେ 30 ତାରିଖ ଦିନ ଜଏନ୍ କଲି। କାଲି ମୋତେ ସେଇଠୁ ମୁମ୍ବାଇ କଲା ପରେ ମୁଁ ଆସିକରି 4ଟା 4:30 ବେଳକୁ ଆସିକରି ସେଠି ଜଏନ୍ କରିଛି। ଯାହା କିଛି ପିଓ ମୋ ଭିତରେ ମୁଁ ଯେତେବେଳେ ପେଡ଼ିକପୁର ଏମି ସ୍କୁଲରେ ଥିଲି ସେତେବେଳେ ପ୍ରମୋଦ ବାବୁ ଥିଲେ ପେଡ଼ିକପୁର ହାଇସ୍କୁଲ। ଆମର ଗୋଟିଏ ଦେଶରେ ଆମେ ଖିଆପିଆ କରୁଛୁ। ଗୋଟିଏ ବେଡ୍ରେ ବି ଆମେ ଶୋଉଛୁ। କିନ୍ତୁ ଏଠି ହାଇସ୍କୁଲ ଆପଣମାନେ ହାଇସ୍କୁଲରେ ସାର୍ମାନେ ବି ଆସିଛନ୍ତି। ହାଇସ୍କୁଲରେ ଅତି ମାନେ ସମ୍ପର୍କଟା ଆମର ଗୋଟିଏ ପରିବାର। ଯେତେବେଳେ ପ୍ରାଇଭେଟ ସ୍କୁଲ ଥାଏ ସେତେବେଳେ ସମ୍ପର୍କଟା ଅତି ନିବିଡ଼ ଥାଏ। କିନ୍ତୁ ଗଭର୍ଣ୍ଣମେଣ୍ଟ ସ୍କୁଲ ହେଇଗଲା ପରେ ଗଭର୍ଣ୍ଣମେଣ୍ଟ ସ୍କୁଲର ଟିଚର ଆଉ ପ୍ରାଇଭେଟ ସ୍କୁଲର ଟିଚର ଭିତରେ ବହୁତ ଫରକ। ତେଣୁ ଯେତେବେଳେ ସେଇଠି ଆମେ ସବୁବେଳେ ପ୍ରମୋଦ ମୁଁ ଆମର ଗୋଟେ ପାରିବାରିକ ସମ୍ପର୍କ ଅଛି ଯୋଉଟାକି ଆମେ ଦୁଇ ସାଙ୍ଗ ମଧ୍ୟ। ଏଇଟା ପାରିବାରିକ ସମ୍ପର୍କ ମଧ୍ୟରେ ଆମେ ସେଇଠି ମୁଁ 5 ବର୍ଷ ରହିଲି। ସେ ମୋ ପରେ ଯେତେବେଳେ ପାଇଲେ ଏଲିମେଣ୍ଟାରୀ ସେକେଣ୍ଡାରୀରୁ ଛାଡ଼ିକରି ଏଲିମେଣ୍ଟାରୀକୁ ଆସିଲେ। ସେ ସେକେଣ୍ଡାରୀରେ ପୁଣି ଇଣ୍ଟରଭ୍ୟୁ ଦେଇଥିଲେ, ପୁଣି ପାଇଥିଲେ। ଏ ସମୟରେ ସିଟି ସ୍କୁଲରେ ମଧ୍ୟ ପାଇଥିଲେ, କିନ୍ତୁ ସେଠି ଆଉ ଭଲ ନାହିଁ। ଯାହା ବି ହଉ ତାଙ୍କର ମଧ୍ୟ ଶିକ୍ଷାଦାନ ପ୍ରଣାଳୀ ଅତି ଉଚ୍ଚକୋଟୀର। ମୁଁ ସେହି ସମୟରେ ଦେଖିଛି। ଏହି ସମୟରେ ସେକେଣ୍ଡାରୀ ସ୍କୁଲରେ ତାଙ୍କର ମ୍ୟାଥମେଟିକ୍ସ ଏବଂ ସାଇନ୍ସ ଉପରେ ତାଙ୍କର ଗଭୀର ଜ୍ଞାନ ମଧ୍ୟ ଅଛି। ବିଡ଼ିଓ ବାବୁଙ୍କ ପରେ ପ୍ରମୋଦ ବାବୁ ଦାୟିତ୍ୱ ନେଲା ପରେ ମଧ୍ୟ এই କାର୍ଯ୍ୟକୁ ଅତି ଭଲ ଭାବରେ ସମ୍ପନ୍ନ କରିପାରିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି। ଯେମିତିକା ରାମଚନ୍ଦ୍ର ଭରତ ଯେତେବେଳେ ଭରତ ରାମଚନ୍ଦ୍ରକୁ ଫେରାଇ ଆଣିବା ପାଇଁ ଯେତେବେଳେ ଯାଇଥିଲେ ଚିତ୍ରକୂଟ ପର୍ବତରୁ ରାମଚନ୍ଦ୍ର ଫେରାଇ ଦେଇଥିଲେ ଯେ ଯା ଭରତ ତୁ ଏଇ ଯୋଉ 14 ବର୍ଷ ମୁଁ ଯେମିତିକା ଚଳେଇଥାନ୍ତି ତୁ ମଧ୍ୟ ଚଳେଇ ପାରିବୁ, ମୋର ଏଇ ବିଶ୍ୱାସ ଅଛି। ଠିକ ସେଇଭଳିଆ ବିଡ଼ିଓ ବାବୁଙ୍କ ପରେ ପ୍ରମୋଦ ବାବୁ ମଧ୍ୟ ସେଇ ଭରତ ରାମଚନ୍ଦ୍ର ଅବସର ନେଲା ଭାରତ ଆଶା ଓ ବିଶ୍ୱାସ କରୁଛି। କାରଣ ମୁଁ ତାଙ୍କ ଉପରେ ସେତିକି ବିଶ୍ୱାସ ଅଛି। କାହିଁକିନା ଆମେ ଏକାଠି 5-6 ବର୍ଷ କାମ କରୁଛୁ। ତାଙ୍କର କାର୍ଯ୍ୟ କରିବାର ଯେଉଁ ଶୈଳୀ ଅତି ଉଚ୍ଚକୋଟୀର। ଆଉ ଏଇଟା ହେଲା ଆମର ବିଡ଼ିଓ ବାବୁ ଆଉ ପ୍ରମୋଦ ବାବୁଙ୍କର। ଆଉ ଏଠାରେ ଯେଉଁ ଉପସ୍ଥିତ ଅଛନ୍ତି ବିଦ୍ୟାଳୟ ପରିଚାଳନା କରୁଛି, ଏଠୁ ମଧ୍ୟ ମୁଁ ଅନୁଭବ କରୁଛି ଯେ ଯଦି ଶିକ୍ଷକ, ପ୍ରଧାନ ଶିକ୍ଷକ, ଶିକ୍ଷକ ଏବଂ ଆମର ଯେଉଁ କମିଟି ଅଛି ପିଟିଏ ଏବଂ ଏସ୍ଏମ୍ସି କମିଟି, এই যদি সুসম্পর্ক ন রহে তাহলে বিদ্যালয়র সর্বাঙ্গীন বা বিদ্যালয়র উন্নতি হইপারিব। ଯେଉଁଠି କମିଟି ବାଲା ଶିକ୍ଷକ ବିରୁଦ୍ଧରେ କହୁଥିଲେ, ଶିକ୍ଷକମାନେ କମିଟି ବିରୁଦ୍ଧରେ କହୁଥିଲେ ଯେ କମିଟିକି ଯେତେ ଡାକିଲେ ଆସୁନାହାନ୍ତି ଏବଂ କମିଟି ବାଲା କହୁଥିଲେ, କମ୍ପ୍ଲେନ୍ କରୁଥିଲେ ଯେ ଆମ ସ୍କୁଲର ଶିକ୍ଷକ ଭଲ ନୁହନ୍ତି, ଆମ ସ୍କୁଲର ଶିକ୍ଷକ କିଛି ପଢ଼ଉନାହାନ୍ତି। ଏଇ ବାତାବରଣ ଯୋଉଠି ହୁଏ
ସେଇଠି ବିଦ୍ୟାଳୟର ଅବନତି ଘଟିଥାଏ, ବହୁତ କ୍ଷତି ହେଇଥାଏ। ବିଦ୍ୟାଳୟର କ୍ଷତି ଅର୍ଥ କାହାର କ୍ଷତି? ଛାତ୍ରଛାତ୍ରୀ ମାନଙ୍କର କ୍ଷତି। ଛାତ୍ରଛାତ୍ରୀ ମାନଙ୍କର କ୍ଷତି ମାନେ କାହାର? ଆମର ଯୋଉ ପିଟିଏ ଏସ୍ଏମ୍ସି ଆମେ ଯୋଉମାନେ ଅଛନ୍ତି, ଆମେ ଯୋଉମାନେ ଦେଇଛନ୍ତି ଏଇ ବିଦ୍ୟାଳୟରେ ଆମର ପିଲାମାନଙ୍କୁ, ଆମର ନିଜର କ୍ଷତି। ତେଣୁ ଶିକ୍ଷକ, ପ୍ରଧାନ ଶିକ୍ଷକ ଏବଂ ପରିଚାଳନା କମିଟି ଏବଂ ଆମର ଯୋଉ ପିଟିଏ ପ୍ୟାରେଣ୍ଟ ଟିଚର୍ସ ଆସୋସିଏସନ ଯୋଉଟାକି ଅଭିଭାବକ ଏଇମାନଙ୍କର ଯେତେ ଦିନ ପର୍ଯ୍ୟନ୍ତ ବିଦ୍ୟାଳୟ ସହିତ ସୁସମ୍ପର୍କ ଥିବ, ବିଦ୍ୟାଳୟର ନିଶ୍ଚିତ ଉନ୍ନତି ହେବ। ମୁଁ ଆଜି ପରିଲକ୍ଷିତ କରୁଛି ଏ ବିଦ୍ୟାଳୟର ଏସ୍ଏମ୍ସି କମିଟିର ସମସ୍ତ ସଭ୍ୟମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ଯେ ପରବର୍ତ୍ତୀ ସମୟରେ ମଧ୍ୟ ଯେପରି এই ବିଦ୍ୟାଳୟ ଆପଣମାନେ ଯେତେବେଳେ ଶିକ୍ଷକମାନେ ଆମର ତ ପ୍ରତି ମାସରେ ଗୋଟେ ମିଟିଂ ହେଉଛି, ଯେତେବେଳେ ଦରକାର ଆସିକରି ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କ ସହିତ ଯୋଗାଯୋଗ କରି ନିଜ ପିଲାମାନଙ୍କର କିପରି ଉନ୍ନତି ହେବ ସବୁବେଳେ ଚେଷ୍ଟା କରନ୍ତି। ତାପରେ ଆଉ ଗୋଟେ ଜିନିଷ ଆମର ମୁଖ୍ୟ ବକ୍ତା ଏବଂ ଆମର ଯୋଉ ଏଇ ଗାଁର ସଭାପତି ମହୋଦୟ କହିଲେ ଯେ ଆମ ବିଦ୍ୟାଳୟ ପାଇଁ ଯାହା କିପରି ଉନ୍ନତି ହେବ, ତେଣୁ ତା ପାଇଁ କିଛି ବ୍ୟବସ୍ଥା କରିବା। ନିଶ୍ଚିତ ଭାବରେ ଆମେ ସବୁବେଳେ ଦେଖୁ କୋଉ କୋଉ ବିଦ୍ୟାଳୟ ଗୁଡ଼ିକର ମାନେ କାର୍ଯ୍ୟ ଠିକ ଭାବରେ ହଉଛି। ଆମର ଯେତେବେଳେ ଆଡିସନାଲ ଫଣ୍ଡ ଆସେ, ଏବେ ତ ସମଗ୍ର ଶିକ୍ଷାରୁ କିଛି ଫଣ୍ଡ ଆସୁଛି, ବେଳେ ବେଳେ ଆଡିସନାଲ ଫଣ୍ଡ ଆସୁଛି, ସେଇ ସମୟରେ ଯଦି ଆସିଲା ନିଶ୍ଚିତ ଭାବରେ ଏହି ବିଦ୍ୟାଳୟର ଉନ୍ନତି ପାଇଁ ମୁଁ ଚେଷ୍ଟା କରିବି। ଏଠାରେ ଉପସ୍ଥିତ ଥିବା ସମସ୍ତ ସଭ୍ୟା ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତ ସମସ୍ତଙ୍କୁ ଧନ୍ୟବାଦ ବା ସମସ୍ତଙ୍କୁ ମୋ କୃତଜ୍ଞତା ଜଣାଇ এই সভা যাহা ପାଇଁ এই সভাটি আয়োজন କରାଯାଇଛି ତାଙ୍କର ପରବର୍ତ୍ତୀ ସମୟ କିପରି ସୁରୁଖୁରୁରେ କଟିବ ସେଇଟା ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ତାଙ୍କର ପରବର୍ତ୍ତୀ ସମୟ କୁସୁମିତ ହଉ। ଜଗତର ନାଥ ଶ୍ରୀ ଜଗନ୍ନାଥ ତାଙ୍କ ନିକଟରେ ପୁଷ୍ପବୃଷ୍ଟି ସର୍ବଦା କରିଥାନ୍ତୁ। ସେ ନିରାମୟ ରୁହନ୍ତୁ, ସୁଖରେ ରୁହନ୍ତୁ। ଆଉ ଗୋଟିଏ ଜିନିଷ କିଏ ମୋର ଏଇଟା ବ୍ୟକ୍ତିଗତ ଗୋଟେ ଜିନିଷ ଯେ ଦିନ ଆଉ ଅବସର ନେଇଗଲେଣି। ଯେତେବେଳେ ତାଙ୍କର ସମୟ ଯେମିତିକା 10ଟାରୁ 4ଟା ଆସୁଥିଲେ ସେମିତିଆ ନ ଆସନ୍ତୁ, କିନ୍ତୁ ଆସିକରି ଏ ବିଦ୍ୟାଳୟରେ ଯେମିତିକା ପୂର୍ବରୁ ଆସୁଥିଲେ କିଛି ଆପଣ ଶିକ୍ଷାଦାନ କିମ୍ବା କିଛି ପରାମର୍ଶ ଯଦି ଦେଇପାରିବେ ତାହେଲେ ମୁଁ ଭାବୁଛି ଆଉ ଟିକେ ଆମର ଛାତ୍ରଛାତ୍ରୀମାନେ ଉପକୃତ ହେବ, ତାଙ୍କର ସମୟ ଦେଖିବ। ତେଣୁ ମୁଁ ଅନୁରୋଧ କରୁଛି ସେ ଯେତେବେଳେ ସମୟ ପାଇବେ এই ବିଦ୍ୟାଳୟକୁ ଆସି ଶିକ୍ଷକମାନଙ୍କ ସହିତ ସୁଆଲୋଚନା, ଛାତ୍ରଛାତ୍ରୀମାନଙ୍କୁ କିଛି ଜ୍ଞାନ ପ୍ରଦାନ କରିବେ ବୋଲି ଆଶା କରି ମୋର ବକ୍ତବ୍ୟ ବିଶେଷ କରୁଛି। ଧନ୍ୟବାଦ ସାର୍, ବହୁତ ସୁନ୍ଦର ମୂଲ୍ୟବାନ କଥା ଗୁଡ଼ିକ ସାର୍ଙ୍କ ମୋର ଶୁଣି ବହୁତ ଖୁସି ଲାଗିଲା। ତାଙ୍କୁ ମୁଁ ଧନ୍ୟବାଦ ଦେଉଛି ଯେ ଯାହା ହଉ ଆଜି ଆମର ସଭାକୁ ସାଫଲ୍ୟ ମଣ୍ଡିତ କରିଥିବାରୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଯେ ଆମର ବିଦାୟୀ ପ୍ରଧାନ ଶିକ୍ଷକ, କାରଣ ବିଦାୟୀ ପ୍ରଧାନ ଶିକ୍ଷକ କହିବାଟା ତ ଭୁଲ ହବ, ତେଣୁ ଆମର ଅତି ସ୍ନେହ, ଅତି ଶ୍ରଦ୍ଧା
जोटा कि आम प्रधान शिक्षक नुह जोटा कि आम बड़ भाई आसने आगुरी बसई आसी विद्यालय को आसवा पूर्व सार सहित व्यक्तिगत माने बहुत समय आलोचना कर संक्षेप परवर्ती समय में आलोचना करी तेणु सार को अनुरोध करी विद्यालय दीर्घ 3 वर्ष जीवन तो मूल्यवान समय कटई अनुभूति अभिज्ञता एवं ग्रामवासी मान सहित पिला सहित विद्यालय स्टाफ मान सहित जे कौ भाला दुख थिला ना सुख थिला ना एठी आसी प्रकृति आसी शेष समय एठी मु ठीक करी ना भूल करी से अनुभव कर हृदय रु जाना चाहूँ सार आम शेष किसी पद कथा शेष कथा भी कहबी ना कहीं सार को अनुरोध करूँ निश्चित भाव में विद्यालय सार सब उन्मुक्त सब खोला जिते आगुरी कही सारी सार जिते मोर दरकार हम सार मत साहय करें जदि जो दायित्व मत अर्पण कर जो दायित्व मत ठीक भाव में निर्वाह करी ना नहीं कहीं यही दायित्व मुझे आगे नहीं तो जो नूतन दायित्व मत तो ठीक भाव में करी ना नहीं तेणु ये गोटे प्रकार सन्देह तो निश्चित भाव में सार को आगुरी मुझे सार मत जिते दरकार हम जो समय मुझे चाहिए आप मत साहय करेंगे तेणु सार केतवे नाई कहना ठीक अच्छे आम सार को मोरू अधिका समय बहुत होगलानी तथापि जहाँ को आयोजन मुखर शुणा आम समस्ते समावेश होती से सार को आमर अति प्रिय अति स्नेहर बड़ भाई आमर श्रीजुक्त दिलीप कुमार साहू महोदय अनुरोध करुच्ची वक्तव्य स्थान प्रदान करें। उपस्थित ग्राम सभापति महोदय मुख्य वक्ता भाव में उपस्थित बेणु भाई आम क्लस्टर रंजन बाबू आम कमिटर मो सहित दीर्घ 3 वर्ष धरी काम कर सभापति श्रीयुक्त विष्णुदेवी महोदय उपस्थित आम हाईस्कूल प्रधान शिक्षक जी मत प्रत्येक मुहूर्त विभिन्न समय विषय विभिन्न शिक्षा विषय परामर्श एवं कमिटर विभिन्न सभ्य सभ्या एवं मो सहित दीर्घ 3.5 वर्ष काम छात्र छात्री जहाँ हो तो चाकरी करूँ से जानी कौन विधायक 35 वर्ष चाकरी भितर अनेक ठीक भूल होता है मोर ठीक भूल हो तेणु 35 वर्ष पूर्व रिटायर करवा जानी भारी कष्ट लगुच विधायक चाकरी सरीगला पैसा अभाव ये दुख हूँ आपण मूल्यवान दिन हूँ आज जहाँ एक अभूला स्मृति जीवन सुख मुक्त पर्यंत जो दिन चाकरी कली शिक्षक चाकरी से दिन भाई है कि चाकरी कली छुआ सहित कौन कर 400 टंका करमा किंतु 15 वर्ष पर जो विभिन्न समय मोर छात्र छात्री बाहर पड़े एवं जो स्नेह सहानुभूति साहय से दिन भाई शिक्षक जीवन मोर सार्थक आज जो परिस्थिति आज भगवान निकट प्रार्थना कर
जदि मुझे भविष्य में परजन्म जब मनीष जन्म पाए तार मत शिक्षक ही करूँ मत सारा जीवन शिक्षक पाइबे मत विद्यालय उन्नति समस्त कहले विद्यालय उन्नति उन्नति मोर टीचर की अवदान नहीं कहला शक्य हम नहीं ये विद्यालय उन्नति अवदान ये कमिटी सदस्य मो विद्यालय मोर भाई बोल आज संपर्क में 20 वर्ष संपर्क जो कहले दीर्घ 12 वर्ष 13 वर्ष काल सीआरसीसी रही से समय जिते बड़े जो प्रमोद पठाए प्रमोद आज जीवे आप हाँ सर जीवन में केवे नाई शुणे बहुत समय सीआरसी थिला मोर टीआरएम क्षमता नए डाके प्रमोद आज मोर क्लस्टर लेवल आप टीआरएम करेंगे आपण गाइड करेंगे से गाई अनेक मूल्यवान टीआरएम कर ब्लॉक लेवल में भी से डिस्ट्रिक्ट लेवल में भी प्रशंसा प्राप्त आज कमेंट बहुत समय ये अभाव जिते बड़े जहाँ कहे से नहीं करना अभाव आज लगे हम ना हाँ ग्रीष्म ना हाँ कह तेणु समस्त तेणु मोर भाई भौणी ये जो आम 5 जन रोलु 6 जन आम 6 जन संपर्क अति निबिड़ गोटे परिवार भली हुए तो केतबे मतांतर थाईपे कि मनांतर है कई कहानी विषय बाहर कहवा कि किसी कहवा ये सब जिन आलोचित आसे समस्त परिश्रम विद्यालय एक गुरुत्वपूर्ण पुरस्कार पाई विद्यालय मुख्यमंत्री पुरस्कार प्रमोद बाबू टीआरएम आम सस्मिता दीदी विभिन्न पारिपार्श्विक पिला श्रृंखला सस्मिता दीदी जो प्राथमिक शिक्षा कार्य खाद्य आम सब जिन को नहीं जिते आम अपलोड करूँ आम विद्यालय मुख्यमंत्री पुरस्कार के पाई हुए तो मुख्यमंत्री पुरस्कार जो विषय ग्रहण करी किंतु ये सब दायी होती मोर गोटे पैसाटा भी भूमिका नाला केवल प्रधान शिक्षक उपाय धरी बसते तेणु जो 5-3 वर्ष 6 मास सहित कटे शेष समय जहाँ मो जीवन एक अभूला स्मृति हो रही विशेष किसी कहीपर प्रमोद बाबू दायित्व दिखाई जो आम सार कहले से निश्चित भाव में ये स्कूल उन्नति करेंगे आगुरी भी कहे सार आप दायित्व देवे विद्यालय सर्वांगीन उन्नति करने जड़े प्रधान शिक्षक दायित्व मु आशा करुँच मोर पूर्ण विश्वास विद्यालय निश्चित भाव में मो ठार आहरी भल प्रधान शिक्षक पाई से निश्चित भाव में यंग अच्छा तेणु समस्त समय को विद्यालय उन्नति देवे दिखते आगुरी देते बहुत नजर रही बहुत समय विद्यालय उन्नति से काम करते विजय विद्यालय उन्नति बहुत समय बहुत काम करती राति रही कहले से मना करना जहाँ हूँ आउ पिला मैंने तो पूरा सब गले अल्प ए वर्ष किसी नुआ पिला जो 6ष्ठ श्रेणी ना लिखी पिला मैंने प्रमुखी मुझे बिंदे खंडे ये जो बिंदे खंडे दबा भितर मोर भल पाइबा तम प्रति था से भल पाइबाटा से बिंदे खंडे दिए तार उद्देश्य हूँ केवल तुम कि भल मनीष हम एवं भल पाठ पढ़ ये विद्यालय ना रख आम समाज ना रख यही हूँ प्रत्येक शिक्षक मूल लक्ष्य तेणु गोटे शिक्षक हिसाब से गोटे प्रधान शिक्षक हिसाब से
ମୁଁ ତୁମକୁ ତାଗିଦ କରିଛି ଏବଂ ବିଭିନ୍ନ ସମୟରେ ମୋର ଏଇ ସହକର୍ମୀ ଭାଇ ଭଉଣୀମାନଙ୍କୁ ମଧ୍ୟ ମୁଁ ପଦରେ କହିଛି। ସେଥିପାଇଁ ସମସ୍ତଙ୍କ ନିକଟରେ ମୁଁ କ୍ଷମା ପ୍ରାର୍ଥନା କରୁଛି। ମୋର ଯଦି କିଛି ଜାଣତରେ ହେଉ ଅଜାଣତରେ ହେଉ କିଛି କହିଥିଲି ତାହା କେବଳ ଗୋଟେ ପ୍ରଧାନ ଶିକ୍ଷକ ଭାବରେ କହିଥିଲି। ମନ ଭିତରେ ମୋର କିଛି ନଥାଏ, ମୁଁ ବି କେବେ କିଛି ମନେ ରଖେନି। ତେଣୁ ସମସ୍ତଙ୍କୁ ମୁଁ ଏତିକି ଅନୁରୋଧ କରୁଛି, ଯାହା କିଛି ଯଦି କହିଥିଲି ତାକୁ ସବୁ ଭୁଲି ଯାଇ ଯୋଉ ସମ୍ପର୍କ ଯୋଉ ଭଲ ପାଇବା ଦେଇଛନ୍ତି ତାହା ହୁଏତ ମୋ ସବୁଠୁ ଅମୂଲ୍ୟ ସମ୍ପଦ ହେଇଯିବ। ମୋର ଗ୍ରାଜୁଇଟି, ମୋର ପେନସନ, ଏ ସବୁଠୁ ଅମୂଲ୍ୟ ସମ୍ପଦ ହେଉଛି ଆପଣମାନଙ୍କର ସମସ୍ତଙ୍କର ଭଲ ପାଇବା। ଧନ୍ୟବାଦ। ବିଶେଷ କିଛି କହିପାରୁନି। ଆଶା କରୁଛି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟତଃ ଆପଣ କମିଟିର ସଦସ୍ୟ, ଆପଣ ଗ୍ରାମବାସୀ ଏ ସମସ୍ତେ ଯଦି ମୋର ସାନ ଭାଇକୁ ସାହାଯ୍ୟ କରିବେ, ସେ ନିଶ୍ଚିତ ଭାବରେ ଏ ବିଦ୍ୟାଳୟକୁ ଆହୁରି ଉନ୍ନତି କରିବା ପାଇଁ ଚେଷ୍ଟିତ ରହିବେ। ଧନ୍ୟବାଦ। ଧନ୍ୟବାଦ। ଏ ପରିବେଶକୁ ଗୋଟିଏ ସକାକୂଳ ପରିବେଶରେ ଆପଣ ପହଞ୍ଚାଇ ଦେବେ ଏବଂ ଯୋଉଟାକି ମୁଁ ବି ଆଉ କ'ଣ କହିବି, ଆପଣଙ୍କର ଯୋଉ ସ୍ନେହ ଏବଂ ଯୋଉ କଥା ଏବଂ ଯୋଉ ସାନ ଭାଇର ଯୋଉ ସମ୍ବୋଧନ ନିଶ୍ଚିତ ଭାବରେ ମନେ ରହିବ। ବର୍ତ୍ତମାନ ଆମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରୁଛି ଯେ ସେମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ଜୀବନୀକୁ ନେଇ, ତାଙ୍କର କାର୍ଯ୍ୟ ଦକ୍ଷତାକୁ ନେଇ, ତାଙ୍କର କାର୍ଯ୍ୟ କୁଶଳତାକୁ ନେଇ ଆମେ ବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀଙ୍କ ତରଫରୁ ଯେଉଁ ମାନପତ୍ର ପ୍ରସ୍ତୁତ କରିଛୁ ଏବଂ ତେଣୁ ମାନପତ୍ର ସହିତ ଉପଢୌକନ ମଧ୍ୟ ପିଲାମାନେ ଆଣିବେ ଏବଂ ମୁଖ୍ୟ ଅତିଥିଙ୍କ ହାତରୁ ଏହି ମାନପତ୍ର ଏବଂ ଉପଢୌକନ ସାର୍ଙ୍କୁ ପ୍ରଦାନ କରିବେ। ବର୍ତ୍ତମାନ ये निश्चित भाव में मानपत्र निश्चित भाव में आमको सार हृदय स्थान दब एवं सबुदिन सार जो देखिए निश्चित भाव में मन पकड़े गोटे विद्यालय थी गोटे परिवेश थी शिक्षाविद मान सहित कटेकिना आसी ग्रामर एवं परिचालना कमिटी समस्त को धन्यवाद दूसरी सहित मानपत्र कौन मुझे स्थानित करी आपण मान आगे पढ़ी मुझे शुणी दूसरी सरकारी उच्च प्राथमिक विद्यालय बड़ौला स्थापित 1888 ब्लॉक किशोरनगर जिला अनुगुल मानपत्र प्राप्तेषु श्रीयुक्त दिलीप कुमार साहू प्रधान शिक्षक सरकारी उच्च प्राथमिक विद्यालय बड़ौला सम्मान स्वदेशु आपण श्रीमती बसंत साहू और स्वर्गत ब्रजबंधु साहू कोलमंडन कर
ज्येष्ठपुत्र भाव में 23/6/1965 दिख कटक जिला सालेपुर थाना अंतर्गत राघवपुर ग्राम में जन्मग्रहण कर निज ग्राम में पारंपरिक शिक्षा समापन करने पर शिक्षादान को जीवन में व्रत भाव ग्रहण करेंगे। आपण 3 दशंधि अधिक समय शिक्षा शिक्षक और शिक्षायतन में शैक्षिक भावधारा उदयमान स्वरूप सुदूर सालेपुर कटक जिलार आसी अनुगुल जिलार किशोरनगर ब्लॉक अंतर्गत किशोरगंज प्राथमिक विद्यालय में 18/4/1990 शिक्षक भाव में निजर चाकरी जीवन आरंभ करेंगे। परवर्ती समय प्रधान शिक्षक भाव विभिन्न विद्यालय निजर दायित्व को निष्ठापर भाव संपादन कर छात्र छात्री तथा अंचलवासी प्रशंसित हो पार्टी। आपण दीर्घ वर्ष धरी क्लस्टर संयोजक सीआरसीसी भाव कार्य कर शिक्षक मान निकट में अति प्रिय हो पार्टी। वृत्ति को व्रत पेशा को निशा और जीविका को जीवन भाव आपणे आम सरकारी उच्च प्राथमिक विद्यालय बड़हुला अवसर ग्रहण करने अत्यंत खुशी विषय। आम विद्यालय आपण प्रधान शिक्षक दायित्व समय विद्यालय को सरस सुंदर कर गढ़ी कर विद्यालय 2023 मसीह मुख्यमंत्री शिक्षा पुरस्कार ग्रहण करथिला जहाँफल अंचलवासी तथा विद्यालय को गौरव आने मुख्य भूमिका ग्रहण करथिले। आपण एक दक्ष प्रभाव विस्तारी शिक्षकर गौरव साउंटार संधिक्षण आपणकर शृंखलित जीवनचर्या सरल निष्कपट व्यक्तित्व समयानुवर्तिता छात्र वत्सलता अमायिक नम्र और शांत स्वभाव बहु छात्र शिक्षक को अनुप्राणित कर जीवन चलापथरे आपण होउछन्ति भविष्य नागरिक निर्माता एवं अनुभव और उपलब्धिर मार्गदर्शक। ये महानुभव शिक्षा वेतन पवित्र पावछरे दंडायमान हो सामाजिक रीतिनीति आप सिद्धहस्त। आज अवसरकालीन संबर्धना सभा छात्र छात्री शिक्षक शिक्षयित्री और शिक्षा कर्मचारी वृंद आपण को सम्मानित कर निजक गौरवान्वित मन कर जगन्नाथ निकट में एति प्रार्थना करुँगी आपण भली सरल निराडंबर समाज गठन विश्वकर्मा दीर्घ निरामय और सुखप्रद पारिवारिक जीवन प्रदान कर सहायक हुए। आपण गुणमुग्ध छात्र छात्री शिक्षक शिक्षयित्री वृंद सरकारी उच्च प्राथमिक विद्यालय बड़हुला। वर्तमान अनुरोध करी आम विद्यालय वर्तमान विद्यालय आम छात्री माने प्रिय सार विदाय स्मृति गान करेंगे। तो पिला अनुरोध करी से सार को उद्देश्य संगीत को गान करेंगे।
ପିଲାମାନେ ଅତି ସୁନ୍ଦର ଭାବରେ ତାଙ୍କର ସାଧାରଣତଃ ଅବଶିଷ୍ଟ ଜୀବନ ପ୍ରଭୁ ଜଗନ୍ନାଥଙ୍କ କୃପାରୁ କେମିତି ଭଲରେ କଟୁ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ। ତେଣୁ ଏହି ପ୍ରାର୍ଥନା କରି ପ୍ରଭୁ ଜଗନ୍ନାଥଙ୍କ ପାଖରେ ତେଣୁ ପିଲାମାନଙ୍କର ପ୍ରାର୍ଥନା କେବେ ହେଲେ ମଧ୍ୟ ବ୍ୟର୍ଥ ହେବ ନାହିଁ ଏବଂ ଆମେ ମଧ୍ୟ ଆମ ସ୍ଥାନ ସବୁବେଳେ ଏମିତି ଯେତେବେଳେ ପିଲା ହସି ଦିଅନ୍ତି ହସୁଥାନ୍ତୁ, ଭଗବାନ ତାଙ୍କୁ ସୁଖରେ ରଖନ୍ତୁ, ଅବଶିଷ୍ଟ
जीवन में प्रथम मु खूब अल्प समय भर समय तो बहुत हो गला बहुत कथा कहबार अच्छी भाभी बहुत कहबी किंतु से कहबार समय नुहे जेहेतु पिला खाइबार बेल हो गला तथापि 2 मिनिट मु मोर वक्तव्य शेष करी तेणु सभापति आसन मु बर्तमान खसी आसुची जे ये विद्यालय शिक्षक हिसाब से सार सहित जो 3 वर्ष को कटे अति निबिड़ भाव तेणु समय को देवी कहि निश्चित भाव में आप जानवे 2001 मसीह एलिमेंटारी प्राथमिक शिक्षा पशिया पर खूब अल्प दिन भितर सार सहित मुझे एते मिशिली जे प्रत्येक कथा को पचारूली कहीं मत एते से निजर लगी जिते जहाँ भी मो मन आसे मु सार को पचारे सार किशोरगंज प्राथमिक विद्यालय मुझे आममुंडा उच्च प्राथमिक विद्यालय तापर आसे कदलीमुंडा एवं कदलीमुंडा जो स्कूल को आसिक सार सहित निबिड़ एवं जहाँ कि मोर असुविधा सब किसी सेयार कर प्राय एवं ता भर आंतरिकता बहुत किसी बढ़ी जाता आलोचना करने चाहूना जेहतु समय पे व्यस्त है जिते जानी सार लेखक फ्री है अन्य ब्लॉक में जॉइन कले अर्थात आम काका ब्लॉक में जॉइन कले से ट्रांसफर आम स्कूल को आसा इच्छा कले से सार को स्वागत करी सार बहुत बढ़िया हम अन्य सहित आलोचना करी सार आसुच्च बहुत भल लोक एवं समस्त मत जानते क्या शिक्षक सार 15 वर्षर सीआरसीसी भाव जो कार्य दक्षता विशेषकर आम स्कूल को आसिक सार जो कथबार्ता जो व्यवहार जो हस खुशी जिते देखिले सार को मुहर चाहे हस धरी पड़ो किंतु ताठू बड़ किसी ना तबे यही 3 वर्ष भितर जिते आम अति निकटतर जो सब रही प्राय दिन 6 घंटा अति कम जिते कटे भर मतांतर कि गणांतर है गोटे दिन भी सार गुड़ा अलग है कहीं संपर्क जिते बढ़ जिते निबिड़ हम ता भर किसी तिक्तता रही भर झगड़ा हुए सांग भर भी झगड़ा हुए बाप पुओ भर मनोमालिन्य हुए तो नुहे आम भर किंतु सामयिक अल्प समय जहाँ को आम मन में रखीनु हृदय के रखीनु जे गोटे पारिवारिक कलह को से केवे जाइनी तो सही संपर्क अच्छी एवं यही 3 वर्ष भितर किसी अबाध्य आम तेणु सार बड़ गुण से क्षमा कर जोड़ा कि बड़ भाई दायित्व प्रधान शिक्षक दायित्व को सुंदर भाव तुले सबू किसी समाधान बा से जो आसुवा ढेउ को केमी भाव में अतिक्रम करेंगे से पाठ सार को भल भाव जिते दायित्व जो आगु तो आम आसिस्टाट हिसाब से कम करूँ जिते शेष दिन में जो शोकाकूल परिवेश सृष्टि सार जिते मत दायित्व देले सारा आप पाइले बर्तमान दायित्व विद्यालय तब से समय को मन में प्रश्न आसला आगे कहवाटा जी सहज ताको पालन करवाटा निश्चित भाव में कष्ट समस्ते कहीदेवे कौन असुविधा नहीं मुझे सब कहीदेवी किंतु से दायित्वटा नेला केते दूर पालन कर से जो दायित्व को नहीं से दायित्व चिंता कर जोर पूर्वक नेली भाई 1 तारीख ठार जब संपूर्ण भाव सागु जाते
मुझे 3-4 दिन में क्लास आरंभ करें क्लास गले 15 मिनट 10 मिनट भितर मोर पुणी अन्य क्या पढ़े आसमी भाव मुझे संपादन करी निश्चित भाव में सार आशीर्वाद दरकार समस्त आशीर्वाद दरकार पवित्र आशीर्वाद दरकार गाँव समस्त सहयोग दरकार तेनाली यही जो गुरुदायित्व मो बर्तमान अच्छी ठीक भाव में तुले पारि तेणु समस्त आशीर्वाद फल निश्चित भाव में करी तेणु यही आशा रखुची तेणु सार सहित ये 3 वर्षर जो संपर्क से संपर्क सबुदिन एमती था सार सब बड़ जिन जिते असुविधा होना कहीं प्रति क्षेत्र में सार समस्त को साहय जिते असुविधार सम्मुखीन हूँ आउ जा होना कहीं असुविधा सार ये असुविधा तो निश्चित भाव पाखे ठिया हो तेणु ये हूँ सार गोटे विराट गुण जिते असुविधार सम्मुखीन किसी नहीं से कहते अति बिंदास भाव में किसी असुविधा किसी नहीं सब तेणु यही जिन तेणु सार अवसर पर संपर्क आम सबुदिन थी शेष जीवन पर्यंत एमती रम हृदय को आम बाहर कर तेणु केवल मुझ आम विद्यालय बर्तमान जो मैंने शिक्षक शिक्षयित्री अच्छा वर्तमान अनुभव कर बर्तमान अनुभव कर सार अनुपस्थित केवल परिवार भर तेना आम तो परिवार थी शिक्षक शिक्षयित्री नथिलु गोटे परिवार हिसाब से कम करूँ से परिवार को जड़े जो अवसर नहीं जाऊँगी निश्चित भाव में समस्त मन में कोह सृष्टि होती जड़े खाली खाली आम लगुच जमी जड़े कड़ा हसी तेणु प्रत्येक दिन आम आलोचना कर जो दिन था अतीत से फेरी आसबनी अतीत सबुदिन आमको अतीत स्मृति आमर मानस पटे रही जाऊँगी हृदय रही जाऊँगी तेणु सार आशीर्वाद आम था भल पाइबा एमती था सब सार आम चाहूँ हसुता प्रभु जगन्नाथ सार को सबुदिन सुख रखी था भल रखी था एति कामना कर मो विद्यालय समस्त छात्र छात्री एवं ग्रामवासी तरफ सार को प्रणाम करूँ हमारे विद्यालय तरफ सार को किसी उपहार सदृश जहाँकि मन रखिए सार को हृदय जमी रही सब चेष्टा करूँ सार को हृदय जमी आम कहीं स्थान तेणु ये तो किसी नुहे केवल सार जमी मन रखिए तेणु से किसी व्यवस्था कर बर्तमान आमर सीसीएस स्कूल जो अच्छा आम विद्यालय एक अंश तेणु से सार को स्नेह किसी देवाई से आकृष्ट कर मनोज की आसी
विद्यालय छात्र छात्री को अनुरोध करी सार उद्देश्य से किसी देवाई इच्छा कर जोड़ा कि पिला स्नेह आग्रह पिलाମାନଙ୍କର ସାଥ ପ୍ରତି ସ୍ନେହ ଶ୍ରଦ୍ଧା ପିଲାମାନେ ସାରକୁ କେତେ ଭଲ ପାଉଥିଲେ। ଯାହା ଷଷ୍ଠ ଶ୍ରେଣୀରେ ଯେଉଁ ପିଲାମାନେ ଉତ୍ତର ଭାବରେ ଆସିଛନ୍ତି ସେମାନେ ମଧ୍ୟ ଜାଣିଛନ୍ତି ଯେ ଗୁରୁ ହିଁ ଶ୍ରେଷ୍ଠ। ଯଦି ତ ସେମାନେ ଖୁବ୍ ଅଳ୍ପ ସମୟ ସାଙ୍ଗ ସହିତ କଟେଇଛନ୍ତି ତେଣୁ ତଥାପି ତାଙ୍କର ସ୍ନେହର ଜ୍ୱଳନ୍ତ ଉଦାହରଣ ଆମେ ଦେଖିବାକୁ ପାଉଛୁ। बहुत सुंदर हमारे छात्री दीजिए ना इसी भाव में जड़े भल मनीष हम भविष्य कामना कर बर्तमान अनुरोध करी आम ग्रामवासी तरफ सार प्रति निज स्नेह निज श्रद्धा तेना एमती भाव सबुदिन रही था। जाओ अति सुंदर परिवेश मध्य एवं दुख भितर खुशी भितर दुख दुख भितर खुशी तेनाली परिवेश आम सार को बाध्य आम विदाय दौचु जहाँकि आम अंतरे ना मनरे ना। अधिक अधिक कह सार गुण अवर्णनीय जदि आम मूल शेष पर्यंत जावा सी गोटे बही लेखाई कारण एत समय आम पाखे ना तेणु कार्यक्रम को सुंदर परिवेश को आज जो अवसरकालीन संवर्धना सभा उपस्थित थी पंचायत अतिथिवृंद ग्रामर शिक्षाविद वृंद आमर परिचालना कमिटी सभ्य सभावृंद विशेषकर छात्र छात्री समस्त को धन्यवाद अर्पण करने आम विद्यालय शिक्षयित्री श्रीमती दीप्तिमयी साहू को अनुरोध करी से धन्यवाद अर्पण करेंगे। विद्यालय
ବକ୍ତା ମହୋଦୟ, ଈଶ୍ୱରଗଞ୍ଜ ଟ୍ରଷ୍ଟର CSS ମହୋଦୟ, ଆମ ସଭାପତି ମହୋଦୟ, ବିଦ୍ୟାଳୟ ପରିଚାଳକ ସଭାପତି ମହୋଦୟ, ଆଜିର ସଭାର ସଭାପତି ବଡ଼ୁଳିଆ ଗ୍ରାମର ଶିକ୍ଷାବିଦବୃନ୍ଦ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟମାନେ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତଙ୍କ ସହଯୋଗରେ ଆଜିର ଏହି ସଭାଟି ନିଶ୍ଚିତ ରୂପେ ଆଗେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସମୟରେ ସକ୍ରିୟ ଅଂଶଗ୍ରହଣ କରି ସଭାକୁ ସଫଳ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ସର୍ବଶେଷରେ ଯାହାଙ୍କ ପାଇଁ ଏହି ଆୟୋଜନ ଆଜିର ମୁଖ୍ୟ ଆକର୍ଷଣ ଆପଣଙ୍କ ପ୍ରିୟ ଅତି ଆପଣଙ୍କ ଅତି ନିଜର ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ମହୋଦୟଙ୍କୁ ମୁଁ ଜଗନ୍ନାଥଙ୍କ ପାଖରେ ତାଙ୍କର ମଙ୍ଗଳ କାମନା ସହ ସେ ସୁସ୍ଥ ଓ ଦୀର୍ଘଜୀବୀ ରୁହନ୍ତୁ କାମନା କରି ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ମୁଁ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଦୀପ୍ତି ବସ ଧନ୍ୟବାଦ। ଧନ୍ୟବାଦ। ବର୍ତ୍ତମାନ ସଭା ସାଙ୍ଗ କରାଗଲା ଏବଂ ପିଲାମାନେ ବର୍ତ୍ତମାନ ତାଙ୍କର ମଧ୍ୟାହ୍ନ ଭୋଜନ ସମୟ ହେଇଗଲାଣି ତେଣୁ ପିଲାମାନେ ପ୍ରଥମେ ଆଗ ଖାଇନେବେ ଏବଂ ତାପରେ ଆମେ ଯେଉଁ ଅତିଥିମାନେ ଅଛନ୍ତି ଆଶାସନ ଅଛନ୍ତି ଉପସ୍ଥିତ ଶିକ୍ଷାକେନ୍ଦ୍ର ଯାହା ଅଛନ୍ତି କମିଟିର ସଭ୍ୟ ସଭ୍ୟ ଅଛନ୍ତି ସମସ୍ତେ ଆମେ ଟିକେ ଅପେକ୍ଷା କରିବା ପିଲାମାନେ ଖାଇସାରିଲା ପରେ ଆମେ ସମସ୍ତେ ଏଠି ସାରଙ୍କ ସହିତ ଏକାବେଳେ ଆମେ ଭୋଜନ କରିବା ଏବଂ ତା ସହିତ ସମସ୍ତଙ୍କୁ ମଧ୍ୟ ଅନୁରୋଧ କରିବି ଯେ ସାରଙ୍କୁ ଆମେ ସମ୍ମାନର ସହିତ ତାଙ୍କୁ ନେଇ ଆମେ ତାଙ୍କ ଘରେ ଛାଡ଼ି ଆସିବା କାହିଁକିନା ତାକୁ ଏକୁଟିଆ ଛାଡ଼ିଦେବାଟା ନିଶ୍ଚିତ ଭାବରେ ଇଏ ଗୋଟେ ଭଲ ଅସୁନ୍ଦର ଗୋଟେ ହେବ। ଠିକ ଅଛି ବର୍ତ୍ତମାନ ସଭା ସାଙ୍ଗ ଧନ୍ୟବାଦ।